प्रिय बंधु नमस्कार। मु उमेद पीएस मीडिया प्रशिक्षण साथी यूट्यूब चैनल रे आपण को स्वागत। आजिर चिंता मोर जीवन लवण परी स्वादयुक्त और ज्योति परी आलोक प्रदानकारी होई पारिछि कि? माथ्यू 5 अध्याय 13 पद ठारू 26 पद पर्यंत आम मानकर दैनंदिन जीवन रे अति आवश्यक विषय होछि लवण और ज्योति, जहा बिना आम जीवन मूल्यहीन। ସେହି ଦୁଇଟି ବିଷୟ ପ୍ରଭୁ ଯୀଶୁ ଆମ ଜୀବନରେ ଅପେକ୍ଷା କରନ୍ତି, ଯାହା ସଦୃଶ୍ୟ ହେଲେ ଆମେ ତାଙ୍କର ଗୌରବର କାରଣ ହୋଇପାରିବା ଏବଂ ତାଙ୍କର ରାଜ୍ୟ ବିସ୍ତାରରେ ସାହାଯ୍ୟ କରିପାରିବା। ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଲବଣ ସଦୃଶ୍ୟ ହେବା ଦରକାର। ଏହା ଏକ ସ୍ୱାଦଯୁକ୍ତ ପଦାର୍ଥ ଯାହାର ପ୍ରୟୋଗ ଦ୍ୱାରା ଖାଦ୍ୟ ସ୍ୱାଦଯୁକ୍ତ ହୋଇଥାଏ। ଏହା ଦ୍ୱାରା ଅନେକ ଖାଦ୍ୟ ପଦାର୍ଥକୁ ସଂରକ୍ଷିତ କରି ରଖାଯାଏ। ଏହା ବିଭିନ୍ନ ଭାବରେ ବ୍ୟବହୃତ ହୋଇଥାଏ। ଖ୍ରୀଷ୍ଟିଆନର ବ୍ୟବହାର, ଚାଲିଚଳନ ଓ କଥାବାର୍ତ୍ତା ସ୍ୱାଦଯୁକ୍ତ ହେବା ଦରକାର, ଯାହାଦ୍ୱାରା ଆମ ଚତୁଃପାର୍ଶ୍ୱର ଲୋକେ ଆମ ଜୀବନ ଦ୍ୱାରା ପ୍ରଭୁ ଯୀଶୁଙ୍କର ସ୍ୱାଦକୁ ଆସ୍ୱାଦନ କରିପାରିବେ। କାରଣ ଖ୍ରୀଷ୍ଟିଆନ ଜଗତରେ ଯୀଶୁଙ୍କର ପ୍ରତିନିଧି ଅଟେ। ଲବଣ ପରି ଆମ ଜୀବନ ସଫା ହେବା ଦରକାର ଏବଂ ସ୍ୱାଦଯୁକ୍ତ ଭାବରେ ବ୍ୟବହୃତ ହୋଇ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପାଦନ କରିବା ଆବଶ୍ୟକ। ଏହାଦ୍ୱାରା ସେହି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଅନେକ ଆତ୍ମାକୁ ସଂରକ୍ଷିତ କରିପାରିବା। ଜ୍ୟୋତିର କାର୍ଯ୍ୟ ଆଲୋକ ପ୍ରଦାନ କରିବା। ଈଶ୍ୱର ଆମକୁ ଏହି ଅନ୍ଧକାର ଜଗତରେ ଜ୍ୟୋତି ରୂପେ ବ୍ୟବହୃତ ହେବା ପାଇଁ ରଖିଛନ୍ତି। ଆଲୋକର କାର୍ଯ୍ୟ ସମସ୍ତ ଅନ୍ଧକାରକୁ ଦୂର କରିବା। ତେଣୁ ଆମେ ଆଲୋକର ସନ୍ତାନ ପରି ସତ୍କର୍ମ କରି ଅନେକଙ୍କ ନିକଟରେ ଆମର ଉତ୍ତମ କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କୁ ପରିପ୍ରକାଶ କରିବା ଦରକାର। ଆମମାନଙ୍କର ସତ୍କର୍ମ ରୂପ ଆଲୋକ ଦ୍ୱାରା ଆମେ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିପାରିବା। ପ୍ରଭୁ ଯୀଶୁ ବ୍ୟବସ୍ଥାକୁ ଲୋପ କରିବା ନିମନ୍ତେ ନୁହେଁ, କିନ୍ତୁ ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ଆସିଥିଲେ। ତେଣୁ ତାଙ୍କ ଆଜ୍ଞା ପାଳନ କଲେ ସ୍ୱର୍ଗ ରାଜ୍ୟରେ ଆମେ ମହାନ ହେବା। ପୁରାତନ ନିୟମ ଅନୁସାରେ ଗୁରୁତର ପାପ ନ କଲେ ମଧ୍ୟ ଯଦି ଆମେ ଭାଇକୁ ଘୃଣା କରିବା, ଅନ୍ୟକୁ କ୍ଷମା ନ ଦେବା ଏବଂ ଶାନ୍ତି ପ୍ରେମରେ ବାସ ନ କରିବା, ତେବେ ଗୁରୁତର ଦଣ୍ଡରେ ଦଣ୍ଡିତ ହେବା। ସ୍ୱର୍ଗୀୟ ଆଶୀର୍ବାଦ ସର୍ବଦା ସର୍ତ୍ତମୂଳକ। ବାଧ୍ୟତାର ପୁରସ୍କାର ଆଶୀର୍ବାଦ ଓ ଅବାଧ୍ୟତାର ପୁରସ୍କାର ଦଣ୍ଡ। ଆମେ କ'ଣ ମନୋନୟନ କରୁଛୁ ଚିନ୍ତା କରିବାକୁ ହେବ। ତେବେ ଆସୁ ଆମେ ଏକ ଛୋଟ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଜଗତରେ ଲବଣ ଓ ଜ୍ୟୋତି ହୋଇ ତୁମକୁ ପ୍ରକାଶ କରିବା ପାଇଁ ମୋତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍।